ଆଜିର ଯୋଉ ବିଷୟବସ୍ତୁ ତାହା ହଉଛି ସତ୍ୟାନୁସରଣରୁ ସେ ଠାକୁରଙ୍କ ଶ୍ରୀହସ୍ତେ ଲିଖିତ ଏଇ ପୁସ୍ତକ ସେଇ ଗ୍ରନ୍ଥର 77 ଏବଂ 78 ପୃଷ୍ଠାର ଯୋଉ ଅନୁଚ୍ଛେଦ ଯେ ନିଜକୁ ପ୍ରଚାର କରେ ସେ ଆତ୍ମ ପ୍ରବଞ୍ଚନା କରେ, ଯେ ସତ୍ୟ ବା ଆଦର୍ଶରେ ମୁଗ୍ଧ ହୋଇ ତା ବିଷୟରେ କୁହେ ସେ କିନ୍ତୁ ଠିକ ଠିକ ଆତ୍ମ ପ୍ରଚାର କରେ। ପ୍ରକୃତ ସତ୍ୟ ପ୍ରଚାରକ ହିଁ ଜଗତର ପ୍ରକୃତ ମଙ୍ଗଳାକାଂକ୍ଷୀ। ତାର ଦୟାରେ କେତେ ଜୀବର ଯେ ଆତ୍ମୋନ୍ନୟନ ହୁଏ ତାର ଇୟତ୍ତା ନାହିଁ। ତୁମେ ସତ୍ୟରେ ବା ଆଦର୍ଶରେ ମୁଗ୍ଧ ରୁହ, ହୃଦୟରେ ଭାବ ଆପଣା ଛାଏଁ ଉଛୁଳି ଉଠିବ, ଆଉ ସେଇ ଭାବରେ ଅନୁପ୍ରାଣିତ ହୋଇ କେତେ ଲୋକଙ୍କର ଯେ ଉନ୍ନତି ହବ ତାର କିନାରା ନାହିଁ। ଗୁରୁ ହେବାକୁ ଚାହଁ ନାହିଁ, ଗୁରୁ ମୁଖ ହେବାକୁ ଚେଷ୍ଟା କର, ଆଉ ଗୁରୁ ମୁଖ ହିଁ ଜୀବର ପ୍ରକୃତ ଉଦ୍ଧାରକର୍ତ୍ତା। ଠାକୁରଙ୍କର ଏଇ କଥାଟି ଭିତରେ 2-3ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି। ଗୋଟିଏ ହଉଛି ଆତ୍ମପ୍ରଚାର ବା ଆତ୍ମ ପ୍ରତିଷ୍ଠା, ଆଉ ଗୋଟିଏ ହଉଛି ଗୁରୁ ଆଦର୍ଶ ବା ସତ୍ୟଠାରେ ସତ୍ୟରେ ମୁଗ୍ଧ ହୋଇ ତାଙ୍କରି ବିଷୟରେ କହିବା, ଚିନ୍ତା କରିବା, ତାଙ୍କରି ଭାବରେ ବିମୋହିତ ହେବା। ଆଉ ଗୋଟେ କଥା ହଉଛି ଗୁରୁ ହବା ପାଇଁ ଚେଷ୍ଟା କରି ନିଜେ ପ୍ରବଞ୍ଚନାର ଶିକାର ହବା। ଶେଷରେ ଠାକୁରଙ୍କର ଯୋଉ ମୂଳ କଥାଟି ତା ହଉଛି ଗୁରୁମୁଖ ହେବା। ଯଦି ଏଇ କଥାର ଖିଅ ଧରି ଆଲୋଚନା ଆରମ୍ଭ କରାଯାଏ ତାହେଲେ ଦେଖିବାକୁ ମିଳେ ଅନେକ ସମୟରେ ମଣିଷ କିଭଳି ନିଜକୁ ପ୍ରବଞ୍ଚନା ଦିଏ, ନିଜକୁ ନିଜେ ଠକି ବସେ। ମଣିଷ ଆଜିର ସମାଜରେ ଯେତେବେଳେ କୌଣସି କିଛି କାମ କରିବାକୁ ଯାଉନା କାହିଁକି ଦଲାଲର ଆବଶ୍ୟକତା ଅଛି। ଜମି କିଣିବା ପାଇଁ ଦଲାଲ, ଘର କିଣିବାକୁ ହେଲେ ଦଲାଲ, ଚାକିରି କରିବାକୁ ହେଲେ ଦଲାଲ, କୋଉଠି ଟ୍ରେନରେ ବା ବସରେ ଟିକେଟ କାଟିବାକୁ ହେଲେ ବି ଦଲାଲ। ଏଇ ସବୁ ଦଲାଲଙ୍କର ଜୀବନରେ ହୁଏତ ମୁକ୍ତି ଅଛି, କିନ୍ତୁ ଆଉ ଗୋଟେ ପ୍ରକାର ଦଲାଲ ଅଛନ୍ତି ଯୋଉମାନଙ୍କୁ କୁହାଯାଏ ଧର୍ମର ଦଲାଲ, ଯୋଉମାନେ ଧର୍ମକୁ ପେଶା କରି, ଧର୍ମକୁ ବ୍ୟବସାୟ କରି, ଈଶ୍ୱରଙ୍କୁ ବିକି ଗୁରୁ ବା ଆଦର୍ଶଙ୍କୁ ନେଇ ବ୍ୟବସାୟ କରିବାରେ ଲାଗିଥାନ୍ତି। ଉଦ୍ଦେଶ୍ୟ ଆତ୍ମ ପ୍ରତିଷ୍ଠା, ଆତ୍ମ ପ୍ରଚାର, ଧନ ସମ୍ପତ୍ତି ରୋଜଗାର ଇତ୍ୟାଦି ଇତ୍ୟାଦି। ମୋର ମନେ ହୁଏ ଏ ଧର୍ମର ଦଲାଲ ଯୋଉମାନେ ସେମାନଙ୍କର ହୁଏତ ଜୀବନରେ ମୁକ୍ତିର ଆଶା କିନ୍ତୁ ବହୁତ କମ୍। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା କୁହନ୍ତି ଆମେମାନେ ସମସ୍ତେ, ସେ କହନ୍ତି ଯେ ଏଇ ଦୁନିଆରେ ଏଇ ସତ୍ସଙ୍ଗ ରାଜ୍ୟରେ ମଧ୍ୟ ଅନେକ ଲୋକ ଠାକୁରଙ୍କୁ ବିକି ନିଜର ସ୍ୱାର୍ଥ ସାଧନ କରିବାରେ ଲାଗିଛନ୍ତି। ସେ ନିଜେ କହୁଛନ୍ତି ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଅନେକ ଲୋକ ଠାକୁରଙ୍କୁ ବିକି, ଠାକୁରଙ୍କୁ ନେଇ ଧନ ସମ୍ପତ୍ତି ରୋଜଗାର କରିବାରେ ଲାଗିଛନ୍ତି, ଠାକୁରଙ୍କୁ ନେଇ ମାନ ଯଶ ପ୍ରତିଷ୍ଠା ସାଉଁଟିବାରେ ଲାଗିଛନ୍ତି। ଠାକୁର ଜୀବନରେ ମୁଖ୍ୟ ନୁହନ୍ତି। ଠାକୁର ହଉଛନ୍ତି ଏଇ ସବୁ ହାସଲ କରିବାର ଯେମିତି ଗୋଟାଏ ରାସ୍ତା ବା ପଥ ସେମାନଙ୍କ ପାଇଁ। ସେମାନେ କିନ୍ତୁ ପ୍ରବଞ୍ଚିତ ହୁଅନ୍ତି, ସେମାନଙ୍କର ଜୀବନ କିନ୍ତୁ ବିପର୍ଯ୍ୟସ୍ତ ହୁଏ, ସେମାନେ କିନ୍ତୁ ଦୁଃଖ ଦୈନ୍ୟର ଶିକାର ହୁଅନ୍ତି। ସେମାନଙ୍କ ପକ୍ଷରେ ସେମାନେ ସମାଜରେ ସାମୟିକ ଭାବରେ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଦୁନିଆ ତାଙ୍କର ପ୍ରକୃତ ରୂପ ଜାଣିପାରେ। ସେମାନେ ନିନ୍ଦିତ ହୁଅନ୍ତି, ଭର୍ତ୍ସନା ପାଆନ୍ତି, ସେମାନଙ୍କର ଜୀବନ ଧ୍ୱସ୍ତ ବିଧ୍ୱସ୍ତ ହେଇଯାଏ। ଏଇଭଳି ଅନେକ ଘଟଣା ଆମ ମାନଙ୍କ ନଜରରେ ଆସିଛି ଏବଂ ଆମମାନେ ଜାଣିଛନ୍ତି ମଧ୍ୟ ସେ କଥା। କିନ୍ତୁ ବାସ୍ତବରେ ଯିଏ ଇଷ୍ଟ ସ୍ୱାର୍ଥ ପରାୟଣ ହେଇ ଉଠେ, ଯାହା ପାଇଁ
गुरु होउचंती सब किछि जहा पाई श्री श्री ठाकुर होउचंती सब किछि जार जीवन रो उद्देश्य श्री श्री ठाकुर को प्रतिष्ठा करिबा आत्म प्रतिष्ठार काणीचे मध्य लोभ जहा मन भितर न थाए शिवाजी जीवन जदि देखा जाए एते बड़ प्रतिष्ठित राजा से किंतु से विश्व सम्राट हेइथिले मध्य तांकर हृदय रे प्रति मुहूर्त रे तांकर अंतर रे तांकर प्राण रे तांकर गुरु ही थिले दिने से रामदास को कहंती गुरु ए सबो राजपाट मते भल लागुनी ए जो सिंहासन आदि भल लागुनी मु आपणक सेवा ही करबा को चाहे आपणक पाद तळे रही आपणकर सेवा करबा को चाहे ए सबो राज गादी रु कोन मिलिबो देखंतु निजर प्रतिष्ठा पाई काणीचे मध्य लोभ नाही से गुरुजी कहउचंती जे सबु छाड़ी देई मु आपणक सेवारे लागिबा को चाहे आपणक भली हबा को चेष्टा करबा को चाहे रामदास कहउचंती तोते किए कहिला जे तू राजा बोली तो काहे कि भाबुचु राजा बोली मने रख राजा होची वास्तव रे मु तू मोर प्रतिनिधि हिसाब रे मोर आदेश अनुसारे शासन करुछु एई भली भाबिले आउ कोनसी चिंता आसबार किसी कारण नाही एई होची गुरुंका आदर्श रे मुग्ध हबा एई होची गुरुंका आदर्श रे अनुप्राणित हबा एई मुग्ध हबा भितर कोन कथाटी अछि श्री श्री बड़दा प्रसंग सत्यानुसरण देखिले ए मुग्ध हबार कथा श्री श्री बड़दा निजे व्याख्या करी कहउचंती मुग्ध हबा माने विमोहित हबा विभोर हे उठिबा से निजे माँ जशोदांकर कथा कहउचंती कृष्णंकर कान मोड़ी देई जतबेले माँ कहउचंती कोन माटी खाइछु सेतबेले कृष्णंकर सेई मोह मुखमंडल भितरे विश्व ब्रह्मांड दर्शन करिसंती विमोहित हेचंती से मुग्ध हेचंती से विभोर हेचंती से एई तो होची मुग्ध हबार कथा श्री श्री ठाकुरंक क्षेत्र में हजार हजार मनीष लक्ष लक्ष कोटि कोटि मनीष तांक पाखु आसछि तांकर कथारे तांकर चाहाणी रे तांकर रूप रे तांकर भाषा रे तांकर स्पर्श रे मनीष विमोहित हेछि विभोर हेछि मुग्ध हेछि आश्रम को थरे गले आचार्य देवकर दर्शन हेले मनीष आउ आश्रम छाड़ी फेरी आसो इच्छा करे ना यही तो हला विमोहित हबार कथा यही होची विभोर हबार कथा जीशु ख्रीष्टंकर सबुठारु श्रेष्ठ भक्त तांकर शिष्या मेरी मैगडलेन मुग्ध ही विमोहित ही अपलक नेत्र रे चाही रहुथिले जीसस क्राइस्ट आड़क आखिरे पलक पड़ु नथिला घंटा घंटा धरे अनै रहुथिले तांको अन्य माने प्रश्न करंती तमे एते समय कोन देखुछ घंटा घंटा धरि कोन जीशु ख्रीष्ट को चाही रहिछ मेरी मैगडलेन कहंती आई एम लुकिंग एट लव मो लव को ही देखुछि मो प्रेम को ही देखुछि तांको देखि विमोहित होउछि मुग्ध होउछि आखिरे मोर पलक पड़ु ना एई प्रेमर पर्सोनिफिकेशन ए लव रो पर्सोनिफिकेशन लव रो प्रेमर जदि मूर्तिमंत प्रतीक तार जदि घन मूर्ति से होचंदी जीसस क्राइस्ट तांकु देखि मेरी मैगडलेन विमोहित हेइतले मुग्ध हेइतले तांकर प्रति मुहूर्त रे तांकर कथा चिंता आचार व्यवहार सब भितरे तांकर शरीर अंग प्रत्यंग प्रतिटी कोष भितरे से जीसस ख्राइस्टंकर भावरे भावित हेइतले तांकर आदर्श जीए तांकर इष्ट जीए तांकर गुरु जीए तांकर भावरे से भावित हेइतले से बड़दा कहउछन जेतेबेले मनुष्य आदर्श बा इष्ट रे मुग्ध हुए जेतेबेले मनुष्य आदर्श बा इष्ट रे विमोहित हुए विभोर ही जाए सेतेबेले तांकर भावरे से भावित होई उठे एवं एई भावर गोटे बाह्य प्रकाश तो अछि
ଏବଂ ତାର ପ୍ରକାଶ, ତାର ଆଚାର ବ୍ୟବହାର, କଥାବାର୍ତ୍ତା, ଚାଲି ଚଳନ ସବୁ କିଛି ଭିତରେ, ତାର ରୂପ, ତାର ଅଙ୍ଗ ପ୍ରତ୍ୟଙ୍ଗ, ତାର ହାବ ଭାବ, ଅଙ୍ଗ ଭଙ୍ଗୀ ସବୁ ଭିତରେ ଫୁଟି ଉଠେ। ସେ ଯେ ଶ୍ରୀ ଠାକୁର ସତ୍ୟାନୁସରଣ ଯେ କଥାଟି କହୁଛନ୍ତି ଯେ ତୁମେ ସତ୍ୟରେ ବା ଆଦର୍ଶରେ ମୁଗ୍ଧ ରୁହ, ହୃଦୟରେ ଭାବ ଆପଣା ଛାଏଁ ଉଛୁଳି ଉଠିବ। ଆଉ ସେଇ ଭାବରେ ଅନୁପ୍ରାଣିତ ହୋଇ କେତେ ଲୋକଙ୍କର ଯେ ଉନ୍ନତି ହବ ତାର ଇୟତ୍ତା ନାହିଁ, ତାର କିନାରା ନାହିଁ। ଏଇ ଯେ ତାଙ୍କର ଭାବରେ ଭାବିତ ଯେତେବେଳେ ମଣିଷ ହୁଏ, ସେତେବେଳେ ମଣିଷର ହୃଦୟ ଆପଣା ଛାଏଁ, ହୃଦୟ ଭିତରେ ସେଇ ଭାବ ଆପଣା ଛାଏଁ ଉଛୁଳି ଉଠେ। ସେଇ ମୁଗ୍ଧ ହବାର ହିଁ ସେଇ ଭାବର ସୃଷ୍ଟି ହୁଏ ଏବଂ ଏ ଭାବ ଉଛୁଳି ପଡେ ମଣିଷ ଭିତରେ। ଶ୍ରୀ ବଡ଼ଦା ପଚାରୁଛନ୍ତି ପାଖରେ ବସିଥିବା ଗୁରୁ ଭାଇ ମାନଙ୍କୁ, ଭକ୍ତ ମାନଙ୍କୁ, ଏ ଉଛୁଳି ପଡିବା ମାନେ କଣ? ବିଭିନ୍ନ ଭକ୍ତ ବିଭିନ୍ନ ପ୍ରକାରେ ତାକୁ ଚେଷ୍ଟା କରୁଛନ୍ତି ବ୍ୟାଖ୍ୟା କରିବା ପାଇଁ। ଶ୍ରୀ ବଡ଼ଦା ଶେଷରେ କହିଲେ, ଚାଉଳକୁ ଯେତେବେଳେ ହାଣ୍ଡିରେ ବସେଇ ତୁମେ ରୋଷେଇ କର, ସେ ଭାତ ଯେତେବେଳେ, ସେ ଚାଉଳ ଯେତେବେଳେ ସିଦ୍ଧ ହୁଏ, ସେଇ ଅଗ୍ନିର ଉତ୍ତାପରେ ସେ ଯେମିତି ଉଛୁଳି ପଡେ। କ୍ଷୀରକୁ ବା ଦୁଧକୁ ଯେତେବେଳେ ଗରମ କରାଯାଏ ଚୁଲାରେ, ତାର ଉତ୍ତାପରେ ସେ ଉଛୁଳି ପଡେ। ଶ୍ରୀ ବଡ଼ଦା କହୁଛନ୍ତି ଏଇ ହେଲା ଉଛୁଳି ପଡିବା। ଯୋଉ ଆଧାର ଭିତରେ ସେ ଅଛି, ସେ ଆଧାରରୁ ବାହାରକୁ ବାହାରି ଆସେ। ଠିକ ସେଇଭଳି ମଣିଷ ଭିତରେ ଭାବ, ମଣିଷ ଯେତେବେଳେ ଇଷ୍ଟଙ୍କ ଠାରେ ମୁଗ୍ଧ ହୁଏ, ଅନୁପ୍ରାଣିତ ହୁଏ, ବିଭୋର ହୁଏ, ବିମୋହିତ ହୁଏ, ସେତେବେଳେ ତାର ଭାବ, ସେଇ ଇଷ୍ଟଙ୍କର ଭାବ ଉଛୁଳି ପଡେ ତା ହୃଦୟରେ। ଯେତେବେଳେ ଉଛୁଳି ପଡେ, ତାରି ସେଇ ସ୍ପର୍ଶରେ, ତାର ପ୍ରଭାବରେ, ସେଇ ଭାବରେ ଭାବିତ ହେଇ ବଢୁଛନ୍ତି ଅନେକ ଲୋକ। ସେଇ ଇଷ୍ଟଙ୍କ ଠାରେ ମୁଗ୍ଧ ହେଇଥିବା ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶରେ ଯିଏ ଆସେ, ସେ ମଧ୍ୟ ବିମୋହିତ ହୁଏ, ସେ ମଧ୍ୟ ସେଇ ପରମ ଭାବରେ ଭାବିତ ହୁଏ। ସେଇ ଉଛୁଳି ପଡୁଥିବା ଭାବର ସ୍ପର୍ଶରେ ତାର ହୃଦୟ ମନ ମଧ୍ୟ ଉଛୁଳି ପଡେ, ରୋମାଞ୍ଚିତ ହୁଏ, କମ୍ପିତ ହୁଏ। ଏଇ ହଉଛି ଈଶ୍ୱରଙ୍କ ଠାରେ ବା ଇଷ୍ଟଙ୍କ ଠାରେ ମୁଗ୍ଧ ହବାର କଥା। ପୁଣି ଏଇ ବାଣୀକୁ ଆଗକୁ ନେଇ ଆଗରେ ଯୋଉ କଥା ଶ୍ରୀ ଠାକୁର କହୁଛନ୍ତି, ତାକୁ କହୁଛନ୍ତି ଗୁରୁ ହବାକୁ ଚେଷ୍ଟା କର। ତାକୁ କହୁଛନ୍ତି ଗୁରୁ ହବାକୁ ଚାହ ନାହିଁ, ଗୁରୁ ମୁଖ ହବାକୁ ଚେଷ୍ଟା କର। ଆଉ ଗୁରୁ ମୁଖ ହିଁ ଜୀବର ପ୍ରକୃତ ଉଦ୍ଧାର କର୍ତ୍ତା। ଗୁରୁ ହବାକୁ ଚାହ ନାହିଁ। କିଛି ଦିନ ପୂର୍ବରୁ ଦୁଲାଲ ମଜୁମଦାର ପରମ ପୂଜ୍ୟପାଦ ଶ୍ରୀ ଦାଦାଙ୍କୁ ଦିନେ କହୁଛନ୍ତି, ଦାଦା, ଆଜିକାଲି ଦେଖାଯାଉଛି ସତ୍ସଙ୍ଗରେ କର୍ମୀ ମାନଙ୍କ ଭିତରେ ଗୋଟେ ଗୁରୁ ହବାର ପ୍ରବଣତା ଜାଗି ପଡୁଛି। ଏକଥାର ଉତ୍ତର ଶ୍ରୀ ଦାଦା ଏକଥା ଶୁଣୁଛନ୍ତି କିନ୍ତୁ କିଛି କହୁନାହାନ୍ତି। ଗୋଟେ କାଗଜ କଲମ ମାଗି କିଛି ଲେଖିବାରେ ଲାଗିଛନ୍ତି। ସେଇ ଯୋଉ ଚା ଦୋକାନରେ ବସି ଅନେକ ଆଲୋଚନା ହୁଏ, ସେଇଠି ବସି ଶ୍ରୀ ଦାଦା ଲେଖିବାରେ ଲାଗିଛନ୍ତି ଏବଂ 5 ମିନିଟ ଭିତରେ ଗୋଟେ କବିତା ଲେଖି ଦୁଲାଲ ଦାଙ୍କୁ ବଢେଇ ଦେଇଛନ୍ତି ତାଙ୍କ ହାତକୁ। ସେ କବିତାଟେ ହଉଛି ଶେଷେର ସେଦିନ ଭୟଙ୍କର। ଏଇ ଠାକୁର ଶ୍ରୀ ଦାଦାଙ୍କ ରଚିତ ଏଇ ଗୀତଟି ଆମମାନେ ସମସ୍ତେ ଜାଣିଛନ୍ତି। ଅନେକ ସତ୍ସଙ୍ଗରେ ମଧ୍ୟ ତାହା ନିବେଦିତ ହୁଏ। ସେଇ ଗାନ, ସେଇ ସଙ୍ଗୀତ ଶେଷେର ସେଦିନ ଭୟଙ୍କର। ସେଇ ଯୋଉ ଆଗାମୀ ଦିନ ଯୋଉ ଆସୁଛି, ତା ମଣିଷ ପାଇଁ କେତେ ଭୟାବହ ହେଇପାରେ, କେତେ ଭୟଙ୍କର ହେଇପାରେ। ଏଇ ଯେ ଦୁଲାଲ ଦା କହୁଛନ୍ତି, ମଣିଷ ଭିତରେ ଗୁରୁ ହବାର ପ୍ରବୃତ୍ତି ଜାଗିଛି। ଗୁରୁଙ୍କୁ ଧରି କିଛି ଦିନ ଭିତରେ ମଣିଷ ଭାବୁଛି ମୁଁ ହିଁ ଗୁରୁ ହେଇଗଲି। ଏବଂ ଏଇ ପ୍ରବୃତ୍ତି ମଣିଷକୁ ନିଶେଷ କରିଦେଇପାରେ, ଧ୍ୱଂସ କରିଦେଇପାରେ। ମଣିଷ ପାଇଁ ଆଗାମୀ ଦିନ ଗୁଡିକ ଭୟଙ୍କର ହେଇ ଉଠିପାରେ, ମଣିଷ ଯଦି ନିଜେ ଏବେଠାରୁ ନିଜକୁ ସଜାଡି ନ ନିଏ। କିନ୍ତୁ ଏଭଳି ହୁଏ କାହିଁକି? ଏଇ ପ୍ରଶ୍ନ ମଧ୍ୟ ଶ୍ରୀ ଠାକୁରଙ୍କୁ ପଚରା ହେଇଛି।
से ठाकुर को मनुष्य जीवन में ग्रहण करे, तांको ठारे अनुप्राणित हुए, तांकर रूप गुण कथा माधुर्य रे विमोहित हुए, तांकरी साधना रे व्रती हुए, पुणी मनुष्य फेरी जाए कहीं, पुणी मनुष्य भितर यही सब प्रवृत्ति, आत्म प्रतिष्ठा, धन संपत्ति रोजगार, गुरु हबार इच्छा, ये सब प्रवृत्ति मनुष्य भितर जागे कहीं। ठाकुर को से दिन जड़े भक्त पचारुंट, इष्ट को जीवन में धरले मनुष्य सुप्रीम एंजॉयमेंट पाए, ये सुप्रीम एंजॉयमेंट अधिकारी हेई मध्य मनुष्य पुणी ताको छाड़ी चली जाए कहीं। ठाकुर कहते हुए तो से मनुष्यटी केते बड़ हेई थाउ ना कहीं, इष्ट बा आदर्शंकर संस्पर्श रे आसी तांकर आदर्श रे अनुप्राण, तांकर आदर्श अनुसरण करी चालीबा भितरे तार हुए सुप्रीम सुपीरियर एंजॉयमेंट से पाई थाई पारे, मने हुए ताकू मोर मने हुए से सुप्रीम एंजॉयमेंट पाई ना। सुप्रीम एंजॉयमेंट थरे पाइले आउ फेरी जबा तो संभव हुए ना, सुपीरियर एंजॉयमेंट हुए तो पाई थाई पारे। से ठाकुर कहते प्रतिटी मनुष्यर मनर प्राणर कोण भितर से अच्छी अदम्य कामना, अच्छी किछि वासना, सेगुड़िक जेपर्यंत न जाइछि मुक्ति पाइबार संभावना बहुत कष्ट। मनुष्य साधना रे जेते बाट आगे जाओ ना कहीं, ता भितर थिबा से जो लुकायित तो कामना वासना ताको पुणी पछकु टाणी, सुपीरियर एंजॉयमेंट पाई मध्य पुणी से कामना वासना रे लोभायित तो है, पुणी फेरी जाए सेठी सुप्रीम एंजॉयमेंट पाइबार वंचित हुए। से ठाकुर को जो मनुष्य जीवन में ग्रहण करे, तांको अनुसरण करी तांकर पथरे चले, से मनुष्य तेजियान ही उठे, गरियान ही उठे, योग्य ही उठे, दक्ष ही उठे, तार ज्ञान वृद्धि हुए, बुद्धि तार बढ़ी जाए। यही सब जो मनुष्य हासिल करे, स्वाभाविक भाव में ता पाखरे अर्थ धन संपत्ति अनेक किछि ता पाखरे आसी अजाड़ी हुए, जे योग्य विज्ञ दक्ष ता पाखरे सब आसे। से ठाकुर को जीवन में धरी मनुष्य जो दक्षता और योग्यतार पथरे अग्रसर हुए, से सबु गुड़िक ता पाखरे से अजाड़ी हुए, से निजर मन को निज भितर थिबा से लुकायित तो कामना वासना गुड़िक पुणी जागी उठे, से गुड़िक दमन करी न पारे ताले खसी जाए तार पाद, एवं से दुर्गतिर दुर्दशार रसा तल को पुणी खसी जाए। यही होची तेणु धर्मर जगत धर्मर रास्ता जेते सरल हेले मध्य सेते जटिल, एवं यार मूल कारण होची ये मोह प्रवृत्ति, ये आसक्ति, एवं एथिरो ये रास्तार जेतेबेले मनुष्य ऊपर को जाउथिबा रास्तार जेतेबेले पुणी फेरी आसे, पुणी पछकु जीवा आरंभ करे, जदि सेतबेले निजको निजर वृत्ति प्रवृत्ति को सेतबेले नियंत्रित मनुष्य न करि पारे, ताले से रसा तल को चली जाई पारे। से ठाकुर कहते तुम्हें भक्ति रूपक जल त्याग करी आसक्ति रूपक बाली चढ़ारे बहु दूर जाओ नहीं, दुख रूपक सूर्य तापरे बाली चढ़ा गरम हेले फेरी आसवा मुस्किल हब। तेणु मनुष्य जेतेबेले जानी पारे जे आसक्तिर बा मोहर कबल से आसीछि, ता भितर से गुरु हबार मोह जागिछि, प्रवृत्ति जागिछि, ता भितर आत्म प्रतिष्ठार से प्रवृत्ति जागिछि, से आसक्त हेछि, भक्ति रूपक जल त्याग कर सारिछि, आसक्ति रूपक बाली चढ़ारे आगे जाउछि, सेतबेले तत्क्षणात जदि से फेरी न आसे ताहले दुर्दशा ही एकमात्र अवलंबन, ता छड़ा किछि नुहे। दुर्दशा दुर्गति
ଜୀବନର ଅବକ୍ଷୟ ନିଶ୍ଚିତ ଭାବରେ। ଠାକୁର କହୁଛନ୍ତି ପୁଣି ସାବଧାନ, ଯଦି ଫେରି ନ ଆସ ତାହେଲେ ତୁମକୁ ସୁଖୀ ମରିବାକୁ ହବ। ପରିଣତି ଯେ କେତେ ଭୟାବହ ହେଇପାରେ। ମଣିଷ ଯେତେବେଳେ ଗୁରୁ ହବାକୁ ଚେଷ୍ଟା କରେ, ଆତ୍ମ ପ୍ରତିଷ୍ଠା ପଛରେ ଲାଗିଯାଏ, ସେତେବେଳେ ତାର ପରିଣତି ଯେ କେତେ ଭୟାବହ ହେଇପାରେ ତାହା କଳ୍ପନା କରାଯାଇପାରେ ନା। ଛୋଟିଆ କାହାଣୀଟେ ମନେ ପଡୁଛି, କାଳ୍ପନିକ ହେଇପାରେ, କିନ୍ତୁ ଗୁରୁଙ୍କୁ ତ୍ୟାଗ କଲେ କଣ ଅବସ୍ଥା ହୁଏ। ଦିନେ ନାରଦ ମୁନି ଆସି ପଚାରୁଛନ୍ତି ବିଷ୍ଣୁଙ୍କୁ ଯେ ପ୍ରଭୁ ଏଇ ମୋହ ମାୟା, ଏ ମାୟାଟା କଣ? ମାୟାଟା କି ଜିନିଷ? ବିଷ୍ଣୁ କହୁଛନ୍ତି ମୁଁ ତମକୁ ଉତ୍ତର ଦେବି, ମୋ ସାଙ୍ଗରେ ଆସ, ତ ବୁଝେଇ କହିବି। ଏଇ କହିବା ଭିତରେ ଭଗବାନ ବିଷ୍ଣୁ ଏବଂ ନାରଦ ଦି ଜଣ ଆଗେଇ ଚାଲିବାରେ ଲାଗିଛନ୍ତି। ଅନେକ ପଥ ଚାଲି ଆସିଛନ୍ତି। ଚାଲୁ 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 ଗୋଟେ ମରୁଭୂମିରେ ପହଞ୍ଚିଛନ୍ତି। ମରୁଭୂମିରେ ପହଞ୍ଚିଲା ପରେ ଭଗବାନ ବିଷ୍ଣୁ କହୁଛନ୍ତି, ନାରଦ ମୋର ଖୁବ ଜଳ ତୃଷ୍ଣା, ମତେ ଖୁବ ଶୋଷ ଲାଗୁଛି, ପାଣି ଟିକେ ଆଣିଦବ ନାହିଁ? ସ୍ୱୟଂ ଭଗବାନ ବିଷ୍ଣୁ ମରୁଭୂମିର ଗୋଟିଏ ଆଡେ ହାତ ଦେଖେଇ କହୁଛନ୍ତି, ଏଇ ଯେ ଦେଖ ଜଳ ପାଣି ଦେଖାଯାଉଛି ଟିକିଏ ଦୂରରେ, ସେଇଠୁ ଯାଇ ପାଣି ଟିକେ ନେଇ ଆସ ମୋ ପାଇଁ। ବାସ୍ତବିକତା ପାଣି ନଥିଲା, ତାହା ଥିଲା ମରିଚିକା। ଆପଣ ମାନେ ଜାଣନ୍ତି ମରୁଭୂମିର ମରିଚିକା ଦେଖାଯାଏ ପାଣି ଭଳି, ଯେତେ ପାଖକୁ ଗଲେ ସେ ଦୂରକୁ ଅପସରି ଯାଏ। ନାରଦ ଖୁବ ଖୁସି ହେଇ ଦୌଡି ଯାଇଛନ୍ତି ଲୋଟା ଗୋଟିଏ ଧରି ପାଣି ନେଇ ଆସିବେ ତାଙ୍କ ପ୍ରଭୁଙ୍କ ପାଇଁ। ଦୌଡି ଯିବା ଭିତରେ ଦେଖୁଛନ୍ତି ପାଣି ପାଖକୁ ଯେତେ ଯାଉଛନ୍ତି ପାଣି ସେତିକି ଦୂରକୁ ଦୂରକୁ ତାଙ୍କ ପାଖରୁ ଅପସରି ଯାଉଛି। ଅନେକ ରାସ୍ତା ଏମିତି ଚାଲିଛନ୍ତି, ଚାଲି 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 ଦେଖନ୍ତି ଯେ ଗୋଟେ ଗାଁ ପାଖରେ ପହଞ୍ଚିଛନ୍ତି। ବହୁତ ଖୁସି ହେଇଯାଇଛନ୍ତି, ଭାବିଛନ୍ତି ଏଇଠି ତ ପାଣି ମିଳିବ ନିଶ୍ଚୟ, କୌଣସି ବ୍ୟକ୍ତିର ଘରେ, ଗୃହସ୍ଥର ଘରେ ତ ପାଣି ଟିକେ ମିଳିବ, ପାଣି ନିଶ୍ଚୟ ମାଗି ନେଇ ମୋ ପ୍ରଭୁଙ୍କ ପାଖକୁ ନେଇଯିବ। ଗୋଟେ ଘର କବାଟ ପାଖରେ ଛିଡା ହେଇ ଠକ୍ ଠକ୍ କରିଛନ୍ତି, ଭାବିଛନ୍ତି ଯେତେବେଳେ ଗୃହର କୌଣସି ବ୍ୟକ୍ତି କବାଟ ଖୋଲିବେ ତାଙ୍କୁ ଅନୁନୟ ବିନୟ ହେଇ ପାଣି ଟିକେ ମାଗିବେ। କବାଟ ଖୋଲିଛନ୍ତି ଜଣେ, ନାରଦ ମୁନି ଦେଖୁଛନ୍ତି ଜଣେ ଯୁବତୀ କନ୍ୟା, ଅପୂର୍ବ ସୁନ୍ଦରୀ, ତାଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇପାରେ ନା, ଏତେ ସୁନ୍ଦରୀ। ନାରଦ ତାଙ୍କୁ ଅନେଇ ରହିଛନ୍ତି, ଅପଲକ ନେତ୍ରରେ ଅନେଇ ରହିଛନ୍ତି, ଏଭଳି ସୁନ୍ଦରୀ କନ୍ୟା କିଭଳି ସମ୍ଭବ ହେଇପାରେ। ମୋହଗ୍ରସ୍ତ ହେଇଛନ୍ତି ନାରଦ, ଭୁଲି ଯାଇଛନ୍ତି ପ୍ରଭୁ ତାଙ୍କୁ କହିଥିଲେ ପାଣି ଆଣିବା ପାଇଁ, ରହିଯାଇଛନ୍ତି ସେଠି ନାରଦ। ଏଭଳି ପରିସ୍ଥିତି ହେଇଛି, ସେଇ କନ୍ୟାକୁ ବିବାହ କରି ଗୃହସ୍ଥ ଜୀବନରେ ପାଦ ଦେଇଛନ୍ତି ନାରଦ। ପୁତ୍ର ସନ୍ତାନଟି ହେଇଛି, ଘର ସଂସାର ଆଗେଇ ଚାଲିଛି, ଅନେକ ଦିନ ବିତି ଯାଇଛି ଆ ଭିତରେ। ଦିନେ ଗୋଟିଏ ଦିନ ଖୁବ ବନ୍ୟା ଆସିଛି ସେଇ ଗାଁରେ, ଏବଂ ସେଇ ବନ୍ୟାରେ ଗାଁ ଘର ସବୁ ଡୁବି ଯାଇଛି, ନାରଦଙ୍କ ଘର ମଧ୍ୟ ଡୁବି ଯାଇଛି। ନିରୁପାୟ ହେଇ ପତ୍ନୀ ଏବଂ ପୁତ୍ରକୁ ରକ୍ଷା କରିବା ପାଇଁ ଗୋଟିଏ ହାତରେ ସ୍ତ୍ରୀ ଏବଂ ଆଉ ଗୋଟିଏ ହାତରେ ପୁତ୍ର ଧରି ସେ ଆଗେଇ ଚାଲିଛନ୍ତି ସେ ପାଣିର ସୁଅ ଭିତରେ। ପାଣି ସୁଅ ଭିତରେ ସୁଅକୁ ଅତିକ୍ରମ କରି ଯିବା ଯେମିତି ଅତ୍ୟନ୍ତ ଦୁରୂହ ବ୍ୟାପାର ମନେ ହଉଛି। ପାଣି ଆସିକି ତାଙ୍କ ଅଣ୍ଟା, ତାପରେ କାନ୍ଧ, ତାଙ୍କ ମୁଣ୍ଡ ମଧ୍ୟ ଡୁବି ଯାଇଛି। ଏଇ ଭିତରେ ନାରଦ ସମ୍ପୂର୍ଣ୍ଣ ଭାବରେ ଅଚେତ ହେଇଯାଇଛନ୍ତି, ଅଜ୍ଞାନ ହେଇଯାଇଛନ୍ତି, ତାଙ୍କର ଚେତା ଫେର ଚାଲି ଯାଇଛି। କିଛି ସମୟ ପରେ ନାରଦ ଦେଖୁଛନ୍ତି ଯେ ସେ ଶୋଇ ରହିଛନ୍ତି ଗୋଟିଏ ପ୍ରକୋଷ୍ଠରେ ଭଗବାନ ବିଷ୍ଣୁଙ୍କର ପାଦ ତଳେ। ଆଖି ମଳି ହଠାତ୍ ଉଠି ଦେଖନ୍ତି, ଭାବୁଛନ୍ତି ମୁଁ ଏଠି କୋଉଠି? ଭଗବାନ ବିଷ୍ଣୁ ତାଙ୍କୁ ପଚାରୁଛନ୍ତି, ନାରଦ ମୋ ପାଣି କାହିଁ? ପାଣି ମୋର କାହିଁ? ନାରଦ କହୁଛନ୍ତି, ପାଣି? କୋଉ ପାଣି? କି ପାଣି? କାହାଣୀଟି ହୁଏତ କାଳ୍ପନିକ, କିନ୍ତୁ এই କାହାଣୀ ଭିତରେ ସେଇ କଥାଟି ଅଛି। ମଣିଷ ଯେତେବେଳେ ଇଷ୍ଟଙ୍କୁ ଛାଡି, ଆଦର୍ଶଙ୍କୁ ଛାଡି ମୋହଗ୍ରସ୍ତ ହୁଏ, ଆସକ୍ତ ହୁଏ,
ବୃତ୍ତି ପ୍ରବୃତ୍ତି ପଛରେ ଧାଏଁ, ସେତେବେଳେ ମଣିଷ ଏଇଭଳି ଭାବରେ ଦୁର୍ଦ୍ଦଶାଗ୍ରସ୍ତ ହୁଏ, ଏଇଭଳି ଭାବରେ ଜୀବନ ତାର ବିପର୍ଯ୍ୟସ୍ତ ହୁଏ। ମନେ ହୁଏ ଭଗବାନ ବିଷ୍ଣୁଙ୍କ ଦୟାରେ ନାରଦ ଫେରି ଆସିପାରିଛନ୍ତି, ନହେଲେ ବାଲିଚଡା ଉତ୍ତପ୍ତ ହେଲେ ଫେରି ଆସିବା ସମ୍ଭବ ନୁହେଁ। ଉପାୟ ହଉଛି ଗୁରୁମୁଖ ହବା, ତା ଛଡା ଉପାୟ ଆଉ କିଛି ନାହିଁ। ଶ୍ରୀ ଶ୍ରୀ ବଡ଼ଦା ପଚାରୁଛନ୍ତି ଗୁରୁମୁଖ ହବା ମାନେ କଣ? ପୁଣି ନିଜେ କହୁଛନ୍ତି ଯେମିତି ପୂର୍ବମୁଖୀ ହବା ଅର୍ଥ ପୂର୍ବ ଦିଗକୁ ଚାଲିବା, ଠିକ ସେଇଭଳି ଗୁରୁମୁଖୀ ହବା ଅର୍ଥ, ଗୁରୁମୁଖ ହବାର ଅର୍ଥ ହଉଛି ଗୁରୁଙ୍କ ଆଡକୁ ଚାଲିବା। ଗୁରୁଙ୍କ ଆଡକୁ ଲକ୍ଷ୍ୟ କରି, ଗୁରୁଙ୍କୁ ଗନ୍ତବ୍ୟ କରି, ଗୁରୁଙ୍କୁ ଡେଷ୍ଟିନେସନ କରି ତାଙ୍କରି ଆଡକୁ, ତାଙ୍କରି ଦିଗକୁ ଚାଲିବା, ଅର୍ଥାତ୍ ତାଙ୍କରି ଅନୁସରଣ କରିବା, ତାଙ୍କ ନିର୍ଦ୍ଦେଶ ପାଳନ କରିବା, ତାଙ୍କର ଇଚ୍ଛା ଅନୁଯାୟୀ ତାଙ୍କର ଇଚ୍ଛାକୁ ପୂର୍ତ୍ତି କରିବା ପାଇଁ ଚେଷ୍ଟା କରିବା, ତାଙ୍କର ଆଦେଶ ପାଳନ କରିବା। ନିଷ୍ଠା, ଆନୁଗତ୍ୟ, କୃତି, ସଂବେଗ, ଏଇ ତିନୋଟିର ଆବଶ୍ୟକତା ଅଛି ଯଦି ମଣିଷକୁ ଗୁରୁମୁଖ ହବାକୁ। ଶ୍ରୀ ବଡ଼ଦା କହୁଛନ୍ତି, ଏକ ସୁନ୍ଦର ଉଦାହରଣ ଦେଇ ଶ୍ରୀ ବଡ଼ଦା କହୁଛନ୍ତି, ମଣିଷ ଯେତେବେଳେ ଯାତ୍ରା କରୁଥାଏ, ପଥିକଟିଏ ଯେତେବେଳେ ପଥରେ ଯାଉଥାଏ କୌଣସି ଯାତ୍ରାରେ, ହଠାତ୍ ଯଦି କୌଣସି ଘୂର୍ଣ୍ଣିବାତ୍ୟା ଆସେ, ସେତେବେଳେ ତା ଜୀବନ ବିପର୍ଯ୍ୟସ୍ତ ହୁଏ, ସେତେବେଳେ ତାର ଜୀବନ ମଧ୍ୟ ବିପନ୍ନ ହୁଏ। ଠିକ ସେଇ ସମୟରେ ଯଦି ଗୋଟିଏ ଆଶ୍ରୟ ତାକୁ ମିଳିଯାଏ, ସେଇ ପଥରେ ଯଦି ଘରଟିଏ ମିଳିଯାଏ ବା କିଛି ଆଶ୍ରୟ ମିଳିଯାଏ, ସେତେବେଳେ ତା ମନ ପ୍ରାଣ ଅନ୍ତର ଆଶ୍ୱସ୍ତ ହେଇ ଉଠେ। ଠିକ ଗୁରୁମୁଖ ହେଲା ବେଳକୁ ମଧ୍ୟ ଠିକ ସେଇ ଏକୁଟିଏ କଥା। ମଣିଷ ଜୀବନର ଯାତ୍ରାରେ ଯେତେବେଳେ ଯାଉଥାଏ, ସେଇ ଯାତ୍ରା ଯଦି ଗୁରୁମୁଖ ହେଇଥାଏ, ତାହେଲେ ଜୀବନର ସମସ୍ତ ବାଧା ବିପତ୍ତି, ଘୂର୍ଣ୍ଣିବାତ୍ୟା, ସମସ୍ତ ଆପଦ ବିପଦ ଭିତରେ ମଧ୍ୟ ମଣିଷ ସେଇ ଆଶ୍ରୟଟି ପାଏ, ସେ ଆଶ୍ରୟ ଖୋଜି ପାଏ, ଏବଂ ସେ ଆଶ୍ରୟ ଯେତେବେଳେ ପାଏ ସେତେବେଳେ ସେ ଆଶ୍ୱସ୍ତ ହୁଏ, ସେ ନିର୍ଭର କରେ ତାଙ୍କ ଗୁରୁଙ୍କ ଉପରେ, ତାର ଗୁରୁଙ୍କ ଉପରେ ସେ ନିର୍ଭୟ ହୁଏ, ପରାଭୟ ହୁଏ, ଭୟ ତାର କଟିଯାଏ, ଅଶାନ୍ତି, ଉଦ୍ବିଗ୍ନତା, ଚଞ୍ଚଳତା ତ ମନରୁ ଦୂରେଇ ଯାଏ। ଆଚାର୍ଯ୍ୟ ଦେବ, ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ପାଖକୁ ସେଦିନ ଆସି ମାଟିଏ କହୁଛନ୍ତି, ଦାଦା ମନଟା ମୋର ଖୁବ ଚଞ୍ଚଳ, ମନ ମୋର ଖୁବ ଚଞ୍ଚଳ, ଖୁବ ଦୁଃଖୀ ମଣିଷଟିଏ ମୁଁ, ଅଶାନ୍ତ ମୋର ମନ, ଚଞ୍ଚଳ ମୋର ମନ। ଶ୍ରୀ ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି, ମା ତମେ କଣ ଚାହୁଁଛ ଏ ମନଟା ଶାନ୍ତ ହେଇଯାଉ, ସ୍ଥିର ହେଇଯାଉ, ସ୍ଥବିର ହେଇଯାଉ? ମାଟି କହୁଛନ୍ତି, ହଁ ଦାଦା, ଏ ଅଶାନ୍ତ ମନ, ଏ ଚଞ୍ଚଳ ମନ ମତେ କିନ୍ତୁ ଉଦ୍ବିଗ୍ନ କରି ଦଉଛି। ଆଚାର୍ଯ୍ୟ ଦେବ କହୁଛନ୍ତି, ମା ଏଇ ଚଳଚଞ୍ଚଳ ନଦୀଟି ଯଦି ରହିଯାଏ ତାହେଲେ କଣ ଅବସ୍ଥା ହବ? ଚଳଚଞ୍ଚଳ ନଦୀଟି ଯାହା ଅନବରତ ବହି ଚାଲିଛି, ସେ ଯଦି ଅଟକି ଯାଏ, ସେ କଣ ଦୁର୍ଗନ୍ଧରେ ଭର୍ତ୍ତି ହେଇଯିବ ନାହିଁ? ସେ କଣ ଅଳିଆ ଆବର୍ଜନାରେ ଭର୍ତ୍ତି ହେଇଯିବ ନାହିଁ? ନଦୀଟି ଚଞ୍ଚଳ ବୋଲି, ନଦୀଟି ଅସ୍ଥିର ବୋଲି, ନଦୀଟି ଚିରସ୍ରୋତା ବୋଲି, ଚିର ପ୍ରବାହିତା ବୋଲି, ସେ ଯେ ଏତେ ସୁନ୍ଦର, ତାର ପାଣି ଯେ ଏତେ ସୁନ୍ଦର, ନଦୀଟି ଯଦି ରହିଯାଏ ସେ ତାହେଲେ ଦୁର୍ଗନ୍ଧରେ ପୂର୍ଣ୍ଣ ହେଇଯିବ, ଅଳିଆ ଆବର୍ଜନାରେ ପୂର୍ଣ୍ଣ ହେଇଯିବ। ମା ମନ ଚଞ୍ଚଳ ହେଲେ କିଛି ବ୍ୟସ୍ତ ହବାର ନାହିଁ, ମନକୁ ସ୍ଥିର କରିବା ପାଇଁ କିଛି, ମନକୁ ଶାନ୍ତ କରିବା ପାଇଁ ବ୍ୟସ୍ତ ହବାର କୌଣସି ଆବଶ୍ୟକତା ନାହିଁ। ହେଲେ ଗୋଟିଏ କଥା କିନ୍ତୁ ମନେ ରଖିବାକୁ ହେବ, ନଦୀଟି ଚଳଚଞ୍ଚଳ ହେଲେ ମଧ୍ୟ, ଚିର ପ୍ରବାହିତ ହେଲେ ମଧ୍ୟ, ନଦୀଟି କିନ୍ତୁ ପ୍ରତି ମୁହୂର୍ତ୍ତରେ ଆଗେଇ ଚାଲିଛି ସେ ସମୁଦ୍ର ଆଡକୁ, ତାର ଉତ୍ସଙ୍କ ଆଡକୁ। ତୁମର ଦିଗ ଯଦି ଠିକ ଥାଏ, ତୁମର ଗନ୍ତବ୍ୟ ଯଦି ଠିକ ଥାଏ, ତାହେଲେ ମନ ଚଞ୍ଚଳ ହେଲେ କିଛି ଅସୁବିଧା ନାହିଁ। ଏଇ ମନଟି କେବଳ ତାଙ୍କଠାରେ ନ୍ୟସ୍ତ କରିବା ପାଇଁ ଚେଷ୍ଟା କର,
ସିଏ ଯଦି ଗନ୍ତବ୍ୟ ହୁଅନ୍ତି, ଗତି ଯଦି ତାଙ୍କରି ଆଡକୁ ହୁଏ, ତାହେଲେ ସେଇ ଗତି ହିଁ ଆମ ପାଇଁ ମଙ୍ଗଳ। ସେଇ ଚଳଚଞ୍ଚଳ ଜୀବନ ଆମ ପାଇଁ ମଙ୍ଗଳ, କିନ୍ତୁ ଗନ୍ତବ୍ୟ ସେ ହେବା ଉଚିତ। ଏଇ ହଉଛି ତ ଗୁରୁମୁଖ ହବାର କଥା। ଗୁରୁମୁଖୀ ହବା ଦରକାର ମଣିଷ। ଆମମାନଙ୍କର ମନ ପ୍ରାଣ ଅନ୍ତର ହୃଦୟର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ, ପ୍ରତିଟି କୋଷ ଯେଭଳି ଧାବିତ ହୁଏ ତାଙ୍କରି ଆଡେ, ଯେଭଳି ତାଙ୍କରି ଅଙ୍ଗରେ ରଙ୍ଗୀନ ହେଇ ଉଠେ, ରଞ୍ଜିତ ହେଇ ଉଠେ, ଯେତେବେଳେ ତାଙ୍କୁ ତୃପ୍ତି ଦବା ପାଇଁ ଗଭୀର ଆକୁତିରେ ଉଦ୍ଦାମ ଭାବରେ ଭାବିତ ହେଇ ଉଠେ, ସେତେବେଳେ ତ ମଣିଷ ମୁଗ୍ଧ ହେଇ ଉଠେ, ବିମୋହିତ ହେଇ ଉଠେ, ବିଭୋର ହେଇ ଉଠେ ଏବଂ ତାଙ୍କର ଭାବରେ ଭାବିତ ହେଇ ଉଠେ ସେ ମଣିଷ। ଏବଂ ତାରି ସ୍ପର୍ଶରେ, ତାରି ସଂସ୍ପର୍ଶରେ ଯୋଉମାନେ ଆସନ୍ତି ସେମାନେ ବି ଧନ୍ୟ ହେଇ ଉଠନ୍ତି। କେତେ ଲୋକଙ୍କୁ ସେ ଇଷ୍ଟଙ୍କର ଭାବରେ ଭାବିତ କରି ତୋଳେ, ତାର କୌଣସି କିନାରା ନାହିଁ, ତାର କୌଣସି ଇୟତ୍ତା ନାହିଁ। ସେ ଠାକୁର କହୁଛନ୍ତି ଗୁରୁମୁଖ ହିଁ ଜୀବର ପ୍ରକୃତ ଉଦ୍ଧାର କର୍ତ୍ତା। এই ଉଦ୍ଧାର କର୍ତ୍ତା ଭିତରେ କଣ ଅଛି? ଏଇ ବାକ୍ୟଟି ଭିତରେ ତିନୋଟି କଥା ଅଛି। ଗୁରୁମୁଖ କଥା ଅଛି, ଜୀବ ଅଛି ଏବଂ ଉଦ୍ଧାରର କଥା ଅଛି। ଗୁରୁମୁଖତା ମାନେ ବୁଝିଲେ ଏଠି ଜୀବ ହଉଛି କିଏ? ଜୀବ ହଉଛି ଜୀବାତ୍ମା। ଜୀବ ହଉଛି ଜୀବାତ୍ମା। ସେ ଠାକୁର କହୁଛନ୍ତି ଈଶ୍ୱର ହଉଛନ୍ତି ଗଡ ଦ ଫାଦର, ଯାହାକୁ ଆମେ କହନ୍ତି ପରମ ପିତା। ବାର୍ତ୍ତାବାହୀ ବା ପୁରୁଷୋତ୍ତମ ହଉଛନ୍ତି ସନ୍ ଅଫ ଗଡ। ଜିସସ୍ ଖ୍ରାଇଷ୍ଟଙ୍କୁ କୁହାଯାଏ ସନ୍ ଅଫ ଗଡ ବୋଲି। ପ୍ରେରିତ ପୁରୁଷ ଯିଏ ସେ ହଉଛନ୍ତି, ତାଙ୍କୁ କୁହାଯାଏ ସନ୍ ଅଫ ଗଡ। ତାପରେ ହଉଛନ୍ତି ଗଡ ଅଫ ଘୋଷ୍ଟ, ସେ ହଉଛନ୍ତି ଆମମାନେ ସମସ୍ତେ ଜୀବାତ୍ମା। ଆମେ ଘୋଷ୍ଟ ହେଲେ ମଧ୍ୟ, ବୃତ୍ତି ପ୍ରବୃତ୍ତି ଦ୍ଵାରା କବଳିତ ହେଲେ ମଧ୍ୟ ଆମେ ମାନେ ଆମ ଭିତରେ ସେଇ ଈଶ୍ୱରତ୍ଵ, ଈଶିତ୍ଵ, ଠାକୁରତ୍ଵ ଅଛି। ତାକୁ ଜଗେଇବାର କଥା। ଜୀବାତ୍ମା ଯେତେବେଳେ ପରମାତ୍ମାଙ୍କ ଆଡକୁ ଧାବିତ ହୁଏ, ସନ୍ ଅଫ ଗଡଙ୍କ ଆଡକୁ ଯେତେବେଳେ ଧାବିତ ହୁଏ, ସେ ବାର୍ତ୍ତାବାହୀଙ୍କ ଆଡକୁ, ସେ ପୁରୁଷୋତ୍ତମଙ୍କ ଆଡକୁ, ସ୍ୱଗୁରୁଙ୍କ ଆଡକୁ, ସେତେବେଳେ ସେତେବେଳେ ଗଡ ଦ ଫାଦରଙ୍କୁ ପାଇବା ସମ୍ଭବ ହୁଏ। ଗଡ ଦ ଫାଦରଙ୍କୁ ପାଇବା ସମ୍ଭବ ନୁହେଁ ସନ୍ ଅଫ ଗଡଙ୍କ ବିନା। ସେ ସନ୍ ଅଫ ଗଡ ହଉଛନ୍ତି ସେଇ ବାର୍ତ୍ତାବାହୀ, ସେଇ ପୁରୁଷୋତ୍ତମ, ସେଇ ଈଶ୍ୱର, ସେଇ ଅବତାର, ସେ ହଉଛନ୍ତି ଗୁରୁ। ତାଙ୍କ ବିନା ଗଡ ଦ ଫାଦରଙ୍କୁ ପାଇବା ସମ୍ଭବ ନୁହେଁ। ଗଡ ଦ ଘୋଷ୍ଟ, ଏଇ ଘୋଷ୍ଟ ଭିତରେ ଆମମାନଙ୍କର ଏଇ ବୃତ୍ତି ପ୍ରବୃତ୍ତି ଭରା ମୋହ ଏବଂ ଆସକ୍ତିରେ ଭରି ରହିଥିବା ଏଇ ଯୋଉ ଜୀବାତ୍ମା ସେତେବେଳେ ପ୍ୟୁରିଫାଏଡ ହୁଏ। ଲୁହା ଯେମିତି ଚୁମ୍ବକର ସ୍ପର୍ଶରେ ଆସିଲେ ସେଇ ମ୍ୟାଗ୍ନେଟିକ ପୋଲରେ ଟାଣି ହେଇ ଆସେ, ଏବଂ ଶ୍ରୀ ଠାକୁର କହୁଛନ୍ତି ଯେତେବେଳେ ସେଇ ମ୍ୟାଗ୍ନେଟର ସଂସ୍ପର୍ଶରେ ଲୁହା ଅନେକ ସମୟ ଧରି ରୁହେ, ସେତେବେଳେ ତା ଭିତରେ ଯୋଉ କମ୍ପୋଜିସନ ଥାଏ, ଲୁହାର ଯୋଉ କମ୍ପୋଜିସନ ତା ମଧ୍ୟ ବଦଳି ଯାଏ। এই ବଦଳି ଯିବା ଫଳରେ ଲୁହା ଭିତରେ ଥିବା ଯୋଉ କ୍ୟାରେକ୍ଟରିଷ୍ଟିକ୍ସ, ଯୋଉ ତାର ଯୋଉ କମ୍ପୋଜିସନ, ତାର ଯୋଉ ଆଟମିକ କମ୍ପୋଜିସନ ତା ବଦଳି ଯାଏ, ପରିବର୍ତ୍ତିତ ହେଇଯାଏ। ଲୁହାଟା ସେତେବେଳେ ଚୁମ୍ବକରେ ପରିଣତ ହେଇଯାଏ। ସେଇଥିପାଇଁ ଦରକାର ସନ୍ ଅଫ ଗଡ, ବାର୍ତ୍ତାବାହୀ, ଗୁରୁ। ସେଇଥିପାଇଁ ମଣିଷକୁ ଗୁରୁମୁଖ ହବାକୁ ପଡେ। ଲୁହା ରୂପୀ ଜୀବାତ୍ମାକୁ ଚୁମ୍ବକ ରୂପୀ ପରମାତ୍ମା ଯଦି ସାମିଲ ହବାକୁ ହୁଏ, ମିଶି ଯିବାକୁ ଯଦି ହୁଏ, ତାଙ୍କୁ ଯଦି ପାଇବାକୁ ହୁଏ, ତାଙ୍କୁ ଯଦି ଉପଲବ୍ଧି କରିବାକୁ ହୁଏ, ତାଙ୍କୁ ଯଦି ବୁଝିବାକୁ ହୁଏ, ତାହେଲେ ସେଇ ଚୁମ୍ବକର ସଂସ୍ପର୍ଶରେ ଆସିବାକୁ ହୁଏ, ତାଙ୍କର ସଙ୍ଗ କରିବାକୁ ହୁଏ, ତାଙ୍କରି ପାଖରେ ରହିବାକୁ ହୁଏ, ତାଙ୍କର ମ୍ୟାଗ୍ନେଟିକ ପୁଲ ଦ୍ୱାରା
ତା ନିଜ ଭିତରେ ଥିବା ସମସ୍ତ ବୃତ୍ତି ପ୍ରବୃତ୍ତି, ନିଜ ଭିତରେ ଥିବା ଚାରିତ୍ରିକ ଦୋଷ ଦୁର୍ବଳତା ଗୁଡିକୁ ନିୟନ୍ତ୍ରିତ କରିପାରେ ମଣିଷ। ଯେମିତି ଲୁହାର କ୍ୟାରେକ୍ଟରିଷ୍ଟିକ୍ସ ଗୁଡିକ ବଦଳିଯାଏ, ଜୀବାତ୍ମାର କ୍ୟାରେକ୍ଟରିଷ୍ଟିକ୍ସ ଗୁଡିକ ବଦଳି ଯାଏ, ସେ ପରମାତ୍ମାଙ୍କର ଯୋଉ ଗୁଣ ସେଥିରେ ତା ଭିତରେ ସେଇ ରୂପାନ୍ତରୀକରଣ ସୃଷ୍ଟି ହୁଏ। ସେଇଥିପାଇଁ ତ ବାଇବେଲରେ କୁହାଯାଇଛି ଗଡ୍ ମେଡ୍ ମ୍ୟାନ୍ ଆଫ୍ଟର ହିଜ୍ ଓନ୍ ଇମେଜ୍। ନିଜର ପ୍ରତିବିମ୍ବ ହିସାବରେ ଈଶ୍ୱର ତିଆରି କରିଛନ୍ତି ମଣିଷକୁ। କିନ୍ତୁ ଏ ମଣିଷ ଯେତେବେଳେ ଜୀବାତ୍ମା ହେଇଥାଏ, ସେତେବେଳେ ସେ ଘୋଷ୍ଟ, ସେ ପ୍ରବୃତ୍ତି ରୂପୀ ଘୋଷ୍ଟ ତା ଉପରେ ସବାରି ହେଇଥାଏ, ତାରି ଉପରେ ତାକୁ କବଳିତ କରି ରଖିଥାଏ। ସେଇଥିପାଇଁ ଦରକାର ଏଇ ଗୁରୁମୁଖ। ଶ୍ରୀ ବଡଦା କହୁଛନ୍ତି ଏଇ ଉଦ୍ଧାର ଭିତରେ ଅଛି ଊର୍ଦ୍ଧ୍ୱକୁ ଯିବା। ଉଦ୍ଧାର ଭିତରେ ଅଛି ଊର୍ଦ୍ଧ୍ୱକୁ ଯିବା। ଉଦ୍ଧାର ମାନେ ନୁହେଁ ଯେ ଆଉ ଜନ୍ମ ନ ପାଇବା। ଉଦ୍ଧାର ମାନେ ନୁହେଁ ଯେ ଜନ୍ମ ମୃତ୍ୟୁର ଏଇ ଯୋଉ ସାଇକେଲରୁ ମୁକ୍ତି ହେଇଯିବା, ଏସବୁ କିଛି ନୁହେଁ। ସେ ଠାକୁର ମଧ୍ୟ ସେ କଥା କହିଛନ୍ତି। ମୁକ୍ତି ମାନେ ନୁହେଁ ଯେ ଜନ୍ମ ମୃତ୍ୟୁର ଚକ୍ରବ୍ୟୂହରୁ ମୁକ୍ତି ପାଇଯିବା। ମୃତ୍ୟୁ ମାନେ ହଉଛି ତାହା ବୃତ୍ତି ପ୍ରବୃତ୍ତିର କବଳରୁ ମୁକୁଳିବା, ସେଇଟା ହଉଛି ମୁକ୍ତି। ଉଦ୍ଧାର ହଉଛି ତାହା ବୃତ୍ତି ପ୍ରବୃତ୍ତି କମ୍ପ୍ଲେକ୍ସେସ୍, ଆସକ୍ତି, ମୋହ, ଆଟାଚମେଣ୍ଟ, ଡିଜାୟାର୍ସ, ଏଇ ସବୁର ଊର୍ଦ୍ଧ୍ୱକୁ ଯିବା ବା ଉପରକୁ ଯିବା, ତାହା ହିଁ ହଉଛି ବାସ୍ତବିକ ଭାବରେ ଉଦ୍ଧାର ପାଇବା। ତା ଛଡା ଉଦ୍ଧାର ବୋଲି ଆଉ କିଛି ନାହିଁ। ଏଇ ହଉଛି ଗୁରୁମୁଖ ହବାର କଥା। ମାନେ ବାସ୍ତବିକ ଭାଗ୍ୟବାନ ସେ ଠାକୁରଙ୍କୁ ଜୀବନରେ ପାଇଛନ୍ତି, ସେ ଠାକୁରଙ୍କୁ ଜୀବନରେ ଗ୍ରହଣ କରିଛନ୍ତି। ତାଙ୍କର ଆଦର୍ଶରେ ମୁଗ୍ଧ ହବାର, ବିମୋହିତ ହବାର, ବିଭୋର ହବାର ଅପୂର୍ବ ସୁଯୋଗ ଆମମାନେ ପାଇଛନ୍ତି। ଆମମାନେ କି ବୃତ୍ତି ପ୍ରବୃତ୍ତି ର କବଳରେ କବଳିତ ହେଇ ସୁପିରିୟର ଏନ୍ଜୟମେଣ୍ଟରେ ରହିଗଲେ କିନ୍ତୁ ହବ ନାହିଁ। ଆମମାନଙ୍କ ପାଖରେ ସୁଯୋଗ ଅଛି ସେ ସୁପ୍ରିମ ଏନ୍ଜୟମେଣ୍ଟକୁ ଜୀବନରେ ପାଇବା ପାଇଁ, ଉପଭୋଗ କରିବା ପାଇଁ। ଗୁରୁ ହବାକୁ ଚେଷ୍ଟା କଲେ ହବ ନାହିଁ। ଗୁରୁଙ୍କ ଭଳି ବେଶ ପୋଷାକ ପିନ୍ଧିଲେ ହବ ନାହିଁ। କେବଳ ନିଜକୁ ସେଇ ଶୁଭ୍ର ପୋଷାକରେ ସଜ୍ଜିତ କଲେ ହବ ନାହିଁ। ଶ୍ରୀ ଠାକୁର କହୁଛନ୍ତି ତୁମର ମନର ସନ୍ନ୍ୟାସ ହଉ। ଏଇ ମନକୁ ସମ୍ୟକ ଭାବରେ ସତରେ ନ୍ୟସ୍ତ କରିବାଟା ହଉଛି ସନ୍ନ୍ୟାସ। ତା ଛଡା ଆଉ ସନ୍ନ୍ୟାସ ବୋଲି କିଛି ନୁହେଁ। ସନ୍ନ୍ୟାସ ବୋଲି ନିଜକୁ ସଜେଇଲେ ତ ମଣିଷ ସନ୍ନ୍ୟାସ ହେଇପାରେ ନା। ଗୁରୁ ରୂପରେ ମଣିଷ ନିଜକୁ ସଜେଇଲେ କିନ୍ତୁ ମଣିଷ ଗୁରୁ ହେଇପାରେ ନା। ଠାକୁର ଚାହିଁଛନ୍ତି ଆମର ମନର ସନ୍ନ୍ୟାସ ହଉ। ମନରେ ଆମମାନେ ସନ୍ନ୍ୟାସୀ ହେଇ ଉଠନ୍ତୁ, ମନରେ ଆମମାନେ ଶିଷ୍ୟ ହେଇ ଉଠନ୍ତୁ, ମନରେ ଆମମାନେ ଭକ୍ତ ହେଇ ଉଠନ୍ତୁ। ଏଇଭଳି ଏକ ଭାବରେ ଆମମାନେ ଭାବିତ ହେଇ ଉଠନ୍ତୁ, ଯାହା ଭାଗବତରେ ଅଛି ଜୀବ କୃଷ୍ଣର ନିତ୍ୟ ଦାସ। ଏଇ ନିତ୍ୟ ଦାସ ତୁମେ ହିଁ ମୋର ଗୁରୁ ଏବଂ ପରମ ଗୁରୁ, ପରମ ଆରାଧ୍ୟ, ମୁଁ ହିଁ ତୁମର ଦାସାନୁଦାସ। ଏଇ ଭାବରେ ଭାବିତ ହେଇ ଉଠିବା ଯଦି ଆମମାନେ, ତାହେଲେ ହିଁ ଗୁରୁମୁଖ ହବାର ସାର୍ଥକତା, ତାହେଲେ ହିଁ ଉଦ୍ଧାର ପାଇବାର ଉପାୟ ଆମରି ହାତରେ ସେତେବେଳେ ଆସି ପହଞ୍ଚେ। ସେ ଠାକୁର କହୁଛନ୍ତି ସାଧୁ ହେଲା ସିଏ ଯେ ସମ୍ୟକ ଭାବରେ ସବୁ କିଛି ନିଷ୍ପାଦନ କରେ। ମଣିଷ ସାଧୁ ନିଜର ଚରିତ୍ରରେ ହବାର ପ୍ରয়োଜନ ଅଛି। ସେ ଠାକୁର ସାଧୁ ହବାର ସମସ୍ତ ଉପାୟ ଉପାଦାନ ଆମମାନଙ୍କୁ ଦେଇ ଯାଇଛନ୍ତି। ବାକି ରହିଛି ଆମମାନଙ୍କ ଜୀବନରେ ନିଜର ଏସବୁ କିଛିକୁ ଅନୁଶୀଳନ କରିବାର କଥା, ଅଭ୍ୟାସ ବ୍ୟବହାର ଭିତରେ ଫୁଟେଇ ତୋଳିବାର କଥା, ଚରିତ୍ର ଭିତରେ ଫୁଟେଇ ତୋଳିବାର କଥା। ବାସ୍ତବିକ ଭାବରେ ସେଇ କର୍ମ ଭିତରେ ସାଧୁତ୍ୱକୁ ପ୍ରତିପାଦିତ କରିବାର କଥା। ଠାକୁର ଚାହିଁନାହାନ୍ତି ଜଙ୍ଗଲର ସନ୍ନ୍ୟାସୀ। ଠାକୁର ଚାହିଁଛନ୍ତି ତେଲ ଲୁଣ ସଂସାର ଭିତରେ ରହି, ଜାଗତିକ କର୍ମ ଜଞ୍ଜାଳ ଭିତରେ ରହି, ଚାକିରି ବ୍ୟବସାୟ ପ୍ରଫେସନ ସବୁ କିଛି ଭିତରେ ରହି ତାଙ୍କୁ ନେଇ ମଜଗୁଲ ହେଇ ରହିବା। ରାମକୃଷ୍ଣ ଦେବଙ୍କ ସେ ଯୋଉ କଥା, ଦେହରେ ଯେତେବେଳେ ଘାଟିଏ ହୁଏ ସେ ଟନ 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 କରୁଥାଏ। ମୁଁ ପାଠ ପଢୁଛି, ପିଲାମାନଙ୍କ ସାଙ୍ଗରେ ଖେଳୁଛି, ଅଫିସରେ କାମ କରୁଛି ବା ବ୍ୟବସାୟ ଦୋକାନରେ ବସିଛି, ସେଇଟା କିନ୍ତୁ ଟନ 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 ସବୁବେଳେ ହଉଛି। ଠିକ ସେଇଭଳି ଭାବରେ ଜୀବନଟାକୁ ଯଦି ସେଇଭଳି କରିଦିଆଯାଇପାରେ, ସବୁ କିଛି ଭିତରେ ଘର ସଂସାର, ପିଲା ଛୁଆ, ଚାକିରି ବାକିରି, ପ୍ରଫେସନ, ବ୍ୟବସାୟ, ରାଜନୀତି, ସବୁ କିଛି ଭିତରେ ଇଷ୍ଟ
ଯଦି ସବୁ ସମୟରେ ସେ ଟନ୍ 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 କରୁଥାନ୍ତି ତାହେଲେ ଚିନ୍ତା କରିବାର କିଛି କାରଣ ନାହିଁ। ତାହେଲେ ସବୁ କିଛି ଭିତରେ ମଧ୍ୟ ସେ ସାଧୁତ୍ୱ ପ୍ରାପ୍ତି କରିପାରିବା। ସେଇଥିପାଇଁ ଠାକୁର କହିଲେ ସଂସାରୀ ସନ୍ନ୍ୟାସୀ ମୁଁ ଚାହେଁ, ଜଙ୍ଗଲର ସନ୍ନ୍ୟାସୀ ନୁହେଁ। ଏବଂ ଏଇ ମନର ସନ୍ନ୍ୟାସ ଭିତରେ ଏ ନିଷ୍ଠା ଅନୁଗତ୍ୟ କୃତି ସମ୍ବେଗ ଭିତର ଦେଇ ଗୁରୁମୁଖ ହବା ସମ୍ଭବ ହୁଏ, ଗୁରୁଙ୍କୁ ଜୀବନରେ ପାଇବା ସମ୍ଭବ ହୁଏ। ତାଙ୍କରି ସାନିଧ୍ୟରେ, ତାଙ୍କର ସଂସ୍ପର୍ଶରେ, ଇନ୍ ହିଜ୍ ଡିଭାଇନ୍ କମ୍ପାନୀ ତାଙ୍କ ଦ୍ୱାରା ମୁଗ୍ଧ ଏବଂ ବିମୋହିତ ହେବାକୁ ହୁଏ। ତାଙ୍କର ଆବର୍ତ୍ତମାନରେ ଆମମାନଙ୍କ ପାଖରେ ଅଛନ୍ତି ଆଚାର୍ଯ୍ୟ ଦେବ, ଆମମାନଙ୍କ ପାଖରେ ଅଛନ୍ତି ଇଷ୍ଟ ପରିବାର। ସେମାନଙ୍କୁ ଦେଖିଲେ ମନ ମୁଗ୍ଧ ହୁଏ, ବିମୋହିତ ହୁଏ, ବିଭୋର ହୁଏ ମନ। ତାଙ୍କର ସାନିଧ୍ୟ ଛାଡି ଫେରି ଆସିବାକୁ ଇଚ୍ଛା ହୁଏ ନା। ଆମମାନେ ପରମ ଭାଗ୍ୟବାନ। ଜୀବନ ସାର୍ଥକ କରିବାର ସମସ୍ତ କିଛି ଉପାଦାନ ସେ ଠାକୁର ଆମମାନଙ୍କୁ ଦେଇ ଯାଇଛନ୍ତି। ଚାଲନ୍ତୁ ଆମେମାନେ ସମସ୍ତେ ପ୍ରତ୍ୟେକ ସେଇ ଜୀବନକୁ ଧନ୍ୟ କରିବାର ସେଇ ପ୍ରୟାସରେ ହେଇ ଉଠିବା, ଗୁରୁମୁଖ ହେଇ ତାଙ୍କରି ଆଦର୍ଶରେ ବିମୋହିତ ହେଇ, ମୁଗ୍ଧ ହେଇ, ବିଭୋର ହେଇ। ପରିଶେଷରେ ଆପଣମାନଙ୍କର ସମସ୍ତଙ୍କର ସପରିବାର ସପରିବେଶ ମଙ୍ଗଳ କାମନା କରି ପରମ ପିତାଙ୍କର ତୁଳସୀ ପ୍ରାର୍ଥନା କରେ। ବନ୍ଦେ ପୁରୁଷୋତ୍ତମ।